ଘରେ ସ୍ୱାମୀ ଏବଂ ସ୍ତ୍ରୀ ବାରମ୍ବାର କଳହ ଲାଗୁଥିଲେ କ'ଣ କରିବେ ପ୍ରତିକାର? ବନ୍ଧୁଗଣ, ମନୁଷ୍ୟ ଏହି ସଂସାରରେ ସୁଖମୟ ଜୀବନଯାପନ କରିବାକୁ ହେଲେ ମନୁଷ୍ୟକୁ କେତେଗୁଡ଼ିଏ ନିୟମ ଏବଂ ଅନୁଶାସନ ପାଳନ କରିବାକୁ ପଡ଼ିଥାଏ। ଯେଉଁ ସବୁ ନୀତି ନିୟମ ମାନି ଆଗକୁ ବଢ଼ିବା ଦ୍ୱାରା ଜୀବନ ସୁଖମୟ ହୋଇଥାଏ। ତେବେ ଚାଲନ୍ତୁ ସେହି ସବୁ ଭଲ ଭଲ ଅନୁଚିନ୍ତା ବିଷୟରେ ଆଜି ଜାଣିବା। 1. ଶନିଦଶା ପଡ଼ିଥିଲେ କାଉକୁ ଖାଇବାକୁ ଦିଅନ୍ତୁ। ଏହା ଛଡ଼ା ଘୋଡ଼ା ନାଲକୁ ଆଙ୍ଗୁଠିରେ ପିନ୍ଧିଲେ ମଙ୍ଗଳ ହୋଇଥାଏ। 2. ଘରର ମୁଖ୍ୟ ଦ୍ୱାରରେ କଣ୍ଟା ଗଛ କିମ୍ବା ଭାଙ୍ଗି ଯାଇଥିବା ଜିନିଷ ରଖନ୍ତୁ ନାହିଁ। ଏହା ଘର ପାଇଁ ଅଶୁଭ ହୋଇଥାଏ। 3. ମାଟି ସୁରେଇରେ ପାଣି ରଖି ତାକୁ ଘରର ଉତ୍ତର ପୂର୍ବ କୋଣରେ ରଖିଲେ ଘରର ବାସ୍ତୁଦୋଷ ଦୂର ହୋଇଥାଏ। 4. ଯେଉଁ ବ୍ୟକ୍ତି 7ଟି ଦ୍ୱିତୀୟା ଚନ୍ଦ୍ର ଦର୍ଶନ କରିଥାଏ ସେହି ବ୍ୟକ୍ତିର ମନବାଞ୍ଛା ପୂରଣ ହୋଇଥାଏ। 5. ପୁରୁଷ ହେଉ ଅବା ମହିଳା କୌଣସି ବ୍ୟକ୍ତି ନିଜ ବେକକୁ ଖାଲି ରଖନ୍ତୁ ନାହିଁ, ନଚେତ୍ ଏହା ତାଙ୍କ ପାଇଁ ହାନିକାରକ ହୋଇଥାଏ। 6. ପ୍ରତିଦିନ ସକାଳେ 2ଟି ଲିମ୍ବପତ୍ର ଖାଇଲେ ମୁହଁରୁ ସବୁ ବ୍ରଣ ଭଲ ହୋଇଯିବ। ଅସହ ଦାଗ ମଧ୍ୟ ଲିଭିଯାଇଥାଏ। ଏଥିସହ ମୁହଁର ତେଜ ବଢ଼ିଥାଏ। 7. ସକାଳୁ ଉଠି ବାସି ମୁହଁରେ 1 ଗ୍ଲାସ ପାଣି ପିଇଲେ ଶରୀର ପାଇଁ ବହୁତ ଭଲ ହୋଇଥାଏ। 8. ପିତୃମାତୃ ଶ୍ରାଦ୍ଧ ଦିନ ପାନ ଖାଆନ୍ତୁ ନାହିଁ। ସେହିଦିନ କାହା ଘରେ ମଧ୍ୟ ଖାଇବା ଉଚିତ ନୁହେଁ। 9. ଦିନ ସମୟରେ ଯେତେ ସମୟ ସମ୍ଭବ ନୀରବ ହୋଇ ରହିବାକୁ ଚେଷ୍ଟା କରନ୍ତୁ। ଏହା କରିବା ଦ୍ୱାରା ମାନସିକ ଶାନ୍ତି ମିଳିବା ସହ ମନ ଭଲ ରହିଥାଏ। 10. ଖାଇବା ସମୟରେ ଭୂମି ଉପରେ ଖାଲି ନ ବସି ଭୂମି ଉପରେ ଆସନ ପକାଇ ବସି ଖାଇଲେ ମଙ୍ଗଳ ହୋଇଥାଏ। 11. ଗାଧୁଆ ଘରେ ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ସ୍ନାନ କରିବା ଉଚିତ ନୁହେଁ, ନଚେତ୍ ସେହି ଘର ଉପରେ ପିତୃପୁରୁଷ ଅଶାନ୍ତି ହୋଇଥାନ୍ତି। 12. ସିନ୍ଦୁର ପିନ୍ଧିବା ବେଳେ ରୂପାକଣ୍ଟା କିମ୍ବା ଝିଅଙ୍କ କାଠିରେ ସିନ୍ଦୁର ପିନ୍ଧିଲେ ବହୁତ ଶୁଭ ହୋଇଥାଏ। 13. ସନ୍ଧ୍ୟା ସମୟରେ ଖାଇବା, ଶୋଇବା କିମ୍ବା ପାଠ ପଢ଼ିବା ଅନୁଚିତ। ଏହିସବୁ କାର୍ଯ୍ୟରୁ ସନ୍ଧ୍ୟା ସମୟରେ ନିଜକୁ ଦୂରେଇ ରଖନ୍ତୁ। 14. ସକାଳୁ ଉଠିଲା ପରେ ନିଜ ମୁହଁକୁ ଆଇନାରେ ଦେଖନ୍ତୁ ନାହିଁ। ଠାକୁର ଦର୍ଶନ ପରେ ହିଁ ଦେଖିବା ଉଚିତ। 15. ସ୍ୱାମୀ ଏବଂ ସ୍ତ୍ରୀ ଭିତରେ ଝଗଡ଼ା ଲାଗୁଥିଲେ 2ଟି ମୟୂର ପୁଚ୍ଛ ବିବାହ ଆଲବମରେ ରଖିଲେ ସ୍ୱାମୀ ଏବଂ ସ୍ତ୍ରୀ ମଧ୍ୟରେ କଳହ ଦୂର ହୋଇ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ବନ୍ଧୁଗଣ, ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓ ଗୋଟେ ଲାଇକ୍ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।